ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ଚାପ୍ଟର ପଢ଼ିବା, ଯାହା ହେଉଛି ଏକ କବିତା। ତାର ନାଁ ହେଉଛି କଳାମାଣିକରେ। ତ ଆଜି ଆମେ ଜାଣିବା କଳାମାଣିକ କ'ଣ ଆଉ କ'ଣ ତା ବିଷୟରେ ଦେଇଛି। ତ ତା ପୂର୍ବରୁ ଆମେ ଜାଣିବା ତାର କବି କିଏ। କବି ହେଉଛନ୍ତି, ଲେଖା ହେଇଛି ଦେଖିପାରୁଥିବ ପିଲାମାନେ, ଅଭିମନ୍ୟୁ ସାମନ୍ତ ସିଂହାର। ତ କଳାମାଣିକରେ କବିତାର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ତ ଆମେ ଫାଷ୍ଟ କବି ପରିଚୟ ଜାଣିଦେବା। ଦେଖିବା କବି ପରିଚୟ କ'ଣ ଦେଇଛି। ତ ଦେଖ, କବି ପରିଚୟରେ ଦେଇଛି ଅଭିମନ୍ୟୁ ସାମନ୍ତ ସିଂହାର ଯେ ଥିଲେ, ସେ ଥିଲେ ପ୍ରାଚୀନ ରୀତିଯୁଗୀୟ କବି। ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ସେ ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ 1760 ମସିହାରେ ଜନ୍ମଗ୍ରହଣ କରିଥିଲେ। ମନେ ରହିଲା ପିଲାମାନେ, ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ 1760 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ସୁନ୍ଦର କବିତା ରଚନା କରୁଥିଲେ। ତାଙ୍କର ଲେଖା ଭିତରୁ ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ବାଘ ଗୀତ, ସୁଲକ୍ଷଣା, ଚଢ଼େଇ ଗୀତ, ବୋଲେ ହୁଁଟି ଅନ୍ୟତମ। ତାହେଲେ ଏଇ ଯେଉଁ କଳାମାଣିକରେ କବିତା ସେ ଲେଖିଛନ୍ତି, ସେଟା କେଉଁଠୁ ଆସିଛି? ସେଟା ହେଉଛି ବିଦଗ୍ଧ ଚିନ୍ତାମଣି ଯେଉଁ କବିତାଟି ସେ ଲେଖିଥିଲେ, ସେଇ କବିତାର ବା କାବ୍ୟର 67 ଛନ୍ଦରୁ ଅଣାଯାଇଛି। ସେ 67 ଛନ୍ଦରୁ ଅଣାଯାଇଛି କଳାମାଣିକରେ କବିତାଟି। ବୁଝିଲେ କି? ଏଥିରେ କୃଷ୍ଣ ସନ୍ଧ୍ୟା ସମୟରେ ଗୋରୁପଲଙ୍କୁ ଧରି ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ପ୍ରକାଶ ପାଇଛି। ଏହି କବିତାରେ ମାତୃ ହୃଦୟର ଆବେଗଭରା ବାତ୍ସଲ୍ୟ ପ୍ରେମର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି। ତ ବୁଝିପାରିଲ ପିଲାମାନେ, ଏଥିରେ କ'ଣ ଦେଇଛି? ଏଇଟା କେଉଁ ବିଷୟରେ? ଏଇଟା ଶ୍ରୀକୃଷ୍ଣଙ୍କୁ ନେଇକି ଏକ କବିତା। ତ ଶ୍ରୀକୃଷ୍ଣ ସନ୍ଧ୍ୟା ହେଇଯାଇଛି, ଗାଈ ଚରେଇବାକୁ ଯାଇଛନ୍ତି। ଆଉ ସନ୍ଧ୍ୟା ସମୟରେ ସନ୍ଧ୍ୟା ଗଡ଼ି ଆସିଛି, କିନ୍ତୁ ସେ ଗାଈ ନେଇକି ଘରକୁ ଫେରି ନାହାନ୍ତି। ଗାଈ ନୁହଁ ତ ଗୋରୁପଲ ହେଲା, ଗୋରୁପଲଙ୍କୁ ସେ ନେଇକି ଘରକୁ ଫେରି ନାହାନ୍ତି। ତ ସେଥିପାଇଁ ମାତା ଯଶୋଦା କ'ଣ କରିଛନ୍ତି ନା, ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ତ ବ୍ୟସ୍ତ ହେଇକି ସେ ଏକ କବିତା ମାଧ୍ୟମରେ ଗୀତ ଗାଇଛନ୍ତି। ଆଚ୍ଛା କହିଲ, ମାତା ଯଶୋଦା କ'ଣ ଏଇ କବିତାକୁ ଗାଇଛନ୍ତି? ନା, ଏଇ କବିତାଟି ମାନେ ଅଭିମନ୍ୟୁ ସାମନ୍ତ ସିଂହାର କବିତା ଆକାରରେ, ମାନେ ମାତା ଯଶୋଦାଙ୍କର ଯେଉଁ ତାଙ୍କ ଆବେଗ ବା ତାଙ୍କ ସ୍ନେହ, ତାଙ୍କର ଯେଉଁ ବ୍ୟସ୍ତତାକୁ ସେ କବିତା ମାଧ୍ୟମରେ ଜଣାଇଛନ୍ତି। ତ ଚାଲ ଏ କବିତାଟିକୁ ପଢ଼ିବା। ତ ଏଇ କବିତାରେ କ'ଣ ରହିଛି? ମାତୃ ହୃଦୟର ଆବେଗଭରା ବାତ୍ସଲ୍ୟ ପ୍ରେମ, ଯେଉଁଟାକି ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି, ସେଇଟା ଦେଖିବା। ତ ପିଲାମାନେ, ଏଇଟା ଆମେ ଜାଣିଲେ ସେ 1760 ମସିହାରେ ଅଭିମନ୍ୟୁ ସାମନ୍ତ ସିଂହାର ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୃତ୍ୟୁ କେବେ? 1807 ହେଲା। ଚାଲ କ'ଣ ଦେଇଛି ଦେଖିବା। ଫାଷ୍ଟ ଆମେ କବିତାଟିକୁ ଆବୃତ୍ତି କରିବା। ତ ମୋ ସହିତ ପିଲାମାନେ ଆବୃତ୍ତି କରିବ। ଦେଖ କ'ଣ ଦେଇଛି। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। ତାପରେ କଳାମାଣିକରେ ରିପିଟ୍ ହେବ। ତ ମୁଁ ଏଠି କଳାମାଣିକକୁ ବାରମ୍ବାର ରିପିଟ୍ କରିବିନି, ଏଇ ସ୍ୱରଟା ଲଗେଇକି ଗାଇବି ଏଇ ଯେଉଁ କବିତାଟା। ଦେଖ, ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧଲ ଉଡ଼ି ବାବୁରେ ହୃଦରତ୍ନ ହାରା। ମୁଁ ଜୀବନ ତୁହି ନୟନ ପ୍ରତିମା, ତତେ କି ପାଶୋରି ହେବ ମୋର ସୁଖ ସୀମା। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ବୃଦ୍ଧ କାଳେ ତୁମୋହର ଏକଇ ନନ୍ଦନ, ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ଗୋଟିକା ଅଧାମ ସର ନରୁଚଇ ତୋତେ, ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମନ୍ତେ। ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁଇଁ। ଡାକି ନିଲୋ ବାନ୍ଧି ବୋଲି ଡରୁଥାଉ ମନେ,
ବାର ବାରୁ ଥାଇ ଯିବା ପାଇଁ ବନେ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି ମୁଁ ଡଙ୍କଣି ଛାଡ଼ିଦେଲି ବନକୁ କାହିଁକି ଝାଳ ବହୁଥିବ ଅଙ୍ଗୁ ଲାଗି ଛାଞ୍ଚିକ ଖରା ଶ୍ରମ ପାଇ ତରୁ ତଳେ ବସିଥିବୁ ପରା ନେଲୁ ନାହିଁ କାହିଁ ପାଇଁ ତୋ କଠଉ ଛତା ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ। ତ ଏଇଟା ଥିଲା ସମ୍ପୂର୍ଣ୍ଣ କବିତା କଳାମାଣିକରେ କବିତା। ଆଚ୍ଛା କବିତାଟି ତ ବୁଝିବା ତ ପ୍ରଥମେ ପିଲାମାନେ ଆମେ ଜାଣିବା କଳାମାଣିକ। କଳାମାଣିକର ଅର୍ଥ କ'ଣ? ଆଚ୍ଛା କଳାମାଣିକ ଏଠି କାହାକୁ କୁହାଯାଇଛି? କଳାମାଣିକ ଏଠି ଶ୍ରୀକୃଷ୍ଣକୁ କୁହାଯାଇଛି। କଳାମାଣିକ ଶ୍ରୀକୃଷ୍ଣଙ୍କୁ କୁହାଯାଇଛି। ତ ଗୋପପୁରରେ ଶ୍ରୀକୃଷ୍ଣଙ୍କୁ କଳାମାଣିକ ବୋଲି ସମ୍ବୋଧନ କରନ୍ତି ସମସ୍ତେ। ତ ସେଇଟା କିନ୍ତୁ ବେଶୀ କୁହନ୍ତି ମାତା ଯଶୋଦା। ତ ମାଣିକ କ'ଣ? ମାଣିକ ଜାଣିଛ ଯେମିତି ମୋତି ମାଣିକ ଏଗୁଡ଼ା ସବୁ କ'ଣ ମୂଲ୍ୟବାନ ଧାତୁ, ଗୋଟେ ମୂଲ୍ୟବାନ ଧାତୁ। ତ ସେମିତି ମାଣିକ ଗୋଟେ ମୂଲ୍ୟବାନ ଧାତୁ। ତ ମାଣିକ ପୁଣି ତ କଳା କାହିଁକି ଯୋଡ଼ା ହେଲା ମାଣିକ ପୂର୍ବରୁ? କାହିଁକିନା ଶ୍ରୀକୃଷ୍ଣଙ୍କର ରଙ୍ଗ ଥିଲା କୃଷ୍ଣ ବା କଳା। ତ ଶ୍ରୀକୃଷ୍ଣଙ୍କୁ ସେଥିପାଇଁ କୃଷ୍ଣ ବୋଲି ଡକାଯାଏ। କୃଷ୍ଣର ଅର୍ଥ କଳା। ତ ଶ୍ରୀକୃଷ୍ଣଙ୍କ ରଙ୍ଗ ଥିଲା କଳା ଆଉ ସେ ମାଣିକ ଭଳିଆ ତାକୁ ସମସ୍ତେ ପସନ୍ଦ କରୁଥିଲେ। ମାନେ ମାଣିକ ଗୋଟେ ଧାତୁ ଏମିତି ଯେମିତି ସୁନା ରୂପା ହୀରା ମୋତି ସେମିତି ମାଣିକ। ତ ମାଣିକ ଭଳିଆ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ତ ସେଥିପାଇଁ ତାକୁ କଳାମାଣିକରେ ଡାକନ୍ତି, ସମ୍ବୋଧନ କରିକି କୁହନ୍ତି। ଶ୍ରୀକୃଷ୍ଣଙ୍କର ଅନ୍ୟ ନାମ କଳାମାଣିକ। ତ ମାଣିକ ଯେମିତି ସମସ୍ତଙ୍କୁ ପସନ୍ଦ ଥାଏ ସେହିପରି ଶ୍ରୀକୃଷ୍ଣଙ୍କୁ ବହୁତ ସମସ୍ତେ ଭଲ ପାଉଥିଲେ। ତ ଯେହେତୁ ତାଙ୍କ ରଙ୍ଗ କଳା ସେଥିପାଇଁ ତାଙ୍କୁ କଳାମାଣିକ ବୋଲି କୁହାଯାଏ। ପିଲାମାନେ ବୁଝିପାରିଲ? ତ ଏଇ କବିତାରେ ଆମେ ପ୍ରଥମେ ଜାଣିଲେ କ'ଣ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଭାଳୁଛନ୍ତି। ମାନେ କାହିଁକି ନା ଶ୍ରୀକୃଷ୍ଣ ଯାଇଛନ୍ତି ଗୋରୁ ନେଇକି, ସନ୍ଧ୍ୟା ହେଇଯାଇଛି କିନ୍ତୁ ସେ ଆସିନାହାନ୍ତି। ତ ସେଥିପାଇଁ ମାତା ଯଶୋଦା ବହୁତ ବ୍ୟସ୍ତ ହୋଇକି ଚିନ୍ତିତ ହୋଇପଡ଼ିଛନ୍ତି। ତ ଚାଲ ଦେଖିବା କ'ଣ ଦେଇଛି କବିତାଟିରେ। ଏଠି ଅଭିମନ୍ୟୁ ସାମନ୍ତ ସିଂହାର କ'ଣ ମାନେ ବର୍ଣ୍ଣନା କରିଛନ୍ତି ଦେଖିବା। କହୁଛି କି ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା ମାଣିକରେ। ତ ଧୀରେ ଧୀରେ ମାନେ ଏଠି କ'ଣ ରେ ପିଲାମାନେ? ଧୀରେ ମାନେ ଆସ୍ତେ ଆସ୍ତେ ନୁହଁ। ଧୀରେ ମାନେ ଏଠି ପଣ୍ଡିତ ମାନେ ବା ସୁଜନ ମାନେ। ଏଠି ଧୀରର ଅର୍ଥ ପଣ୍ଡିତ। ପିଲାମାନେ କଷ୍ଟ ଶବ୍ଦ ଗୁଡ଼ାକ ନୋଟରେ ଲେଖିଦିଅ। ଧୀରେ ମାନେ ପଣ୍ଡିତ ମାନେ। ଘେନ ମାନେ ଶୁଣ ବା ଗ୍ରହଣ କର। ହେ ପଣ୍ଡିତ ମାନେ ଶୁଣ। ଏଠାରେ କିଏ କହୁଛନ୍ତି? କବି ଅଭିମନ୍ୟୁ ସାମନ୍ତ ସିଂହାର କହୁଛନ୍ତି ମାନେ ପଣ୍ଡିତ ମାନେ ଶୁଣ। କ'ଣ ଶୁଣ? ଶ୍ରୀକୃଷ୍ଣ ଗାଈ ଚରେଇବାକୁ କୋଉଠିକି ଯାଇଛନ୍ତି? ବଣକୁ ଯାଇଛନ୍ତି। କିନ୍ତୁ ସନ୍ଧ୍ୟା ହେଇଯାଇଛି ସେ ଫେରି ନାହାନ୍ତି। କାନନରେ କୃଷ୍ଣ ବିଳମ୍ବିତ। କାନନ ମାନେ ବନ। ବନରେ କୃଷ୍ଣଙ୍କର ବିଳମ୍ବ ହେଇଛି ଆସିବା। ସେଥିପାଇଁ ବାତ୍ସଲ୍ୟ ମମତା ମାନେ ସ୍ନେହର ଯେଉଁ ମମତା ଥାଏ ସେଇ ସ୍ନେହଭରା ମମତାରେ ମାତା ଯଶୋଦା କ'ଣ କରୁଛନ୍ତି? ଏସବୁ ନେଇକି ଏକଥା ଭାବିକି ମାନେ ଭାଳୁଛନ୍ତି, ତାଙ୍କୁ ମନେ ପକାଉଛନ୍ତି। ମାତା ମାନେ ମାତା ଯଶୋଦା ଭାଳୁଛନ୍ତି। ତ କଳା ମାଣିକରେ ସମ୍ବୋଧନ କରିକି ଭାଳୁଛନ୍ତି। ବୁଝିଲା କି? ମାନେ ବୁଝିପାରିଲ ପିଲାମାନେ? ପଣ୍ଡିତ ମାନେ ଶୁଣ। କାହିଁକି ନା କୃଷ୍ଣ ବିଳମ୍ବ ହେଇଯାଇଛନ୍ତି, ବନରେ ବିଳମ୍ବ ହେଇଯାଇଛନ୍ତି ଆସିବା। ଗୋରୁ ନେଇକି ସେ ଯାଇଛନ୍ତି କିନ୍ତୁ ଫେରି ନାହାନ୍ତି। ସ୍ନେହଭରା ମନରେ ମାତା ଶ୍ରୀକୃଷ୍ଣଙ୍କୁ ମନେ ପକାଇକି ଭାଳୁଛନ୍ତି। ତାପରେ କହୁଛନ୍ତି କି ନିଧନ ସଂଖାଳି ମୋର ଦରିଦ୍ର ପସରା ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାର। ଏଠାରେ ଶ୍ରୀକୃଷ୍ଣଙ୍କୁ ମାନେ ତୁଳନା କରାଯାଇଛି କାହା ସହିତ? ଯେମିତିକି ନିଧନ ସଂଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା। ତ ଏଠି କିଏ କହିଛନ୍ତି? ମାତା ଯଶୋଦା କହିଛନ୍ତି ନିଧନ ସଂକାଳି ମୋର ଦରିଦ୍ର ପସରା। ନିଧନ ମାନେ ଧନହୀନ, ମାନେ
ଯାହାର ଧନ ନାହିଁ, ଧନ ନଥିବା ଲୋକର ଯେମିତି ଏକମାତ୍ର ସାହାରା ଥାଏ, ଆଶା ଭରସା ଥାଏ, ଏକମାତ୍ର ଭରସା ସଂଖାଳି ଥାଏ, ସେହିପରି ମୋର ତୁ ଦରିଦ୍ର ପସରା, ମୋର ହେଉଛି ଦରିଦ୍ରର ତୁ ପାତ୍ର, ପସରା ମାନେ ଟୋକେଇ, ତୁମର ଦରିଦ୍ରର ଟୋକେଇ, ମୋ ପାଖରେ କିଛି ନାହିଁ ତୋ ଛଡ଼ା। ଅନ୍ଧ ଲଉଡ଼ି, ଅନ୍ଧ ଲୋକଙ୍କର ଲଉଡ଼ି, ଲଉଡ଼ି ମାନେ କ'ଣ? ଅନ୍ଧର ଯେଉଁ ଆମର ଯେଉଁ ବାଡ଼ି ଥାଏ, ଅନ୍ଧମାନଙ୍କର ଯେଉଁ ବାଡ଼ି ଥାଏ ଯେଉଁଟା ଧରିକି ଚାଲନ୍ତି, ତ ଅନ୍ଧମାନଙ୍କର ଲଉଡ଼ି ଯେମିତି ଥାଏ, ସେମିତି ବାବୁ ତୁ ମୋର ହୃଦୟର ରତ୍ନହାରା, ତୁ ମୋ ହୃଦୟର ରତ୍ନହାର ତୁ। ବୁଝିଲେ କି? ଏଥିରେ କାହାକୁ କ'ଣ ସମ୍ବୋଧନ, ଶ୍ରୀକୃଷ୍ଣଙ୍କୁ କ'ଣ କ'ଣ ସମ୍ବୋଧନ କରାଯାଇଛି? ନିଧନ ସଂଖାଳି, କ୍ୱେଶ୍ଚନ୍ ଆସିବ, ଶ୍ରୀକୃଷ୍ଣଙ୍କୁ କ'ଣ କ'ଣ କବିତାରେ ମାନେ ସମ୍ବୋଧନ କରାଯାଇଛି? ନିଧନ ସଂଖାଳି, ଦରିଦ୍ର ବସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା। ବୁଝିଲା ପିଲାମାନେ? ନିଧନର ଅର୍ଥ ଧନହୀନ, ସଂଖାଳିର ଅର୍ଥ ମାନେ କ'ଣ? ଏକମାତ୍ର ଆଶାର ଭରସା, ଦରିଦ୍ର ମାନେ ଜାଣିଛ ଗରିବ ଲୋକମାନେ, ପସରା ମାନେ ଟୋକେଇ, ଅନ୍ଧ ଲଉଡ଼ି, ଅନ୍ଧମାନଙ୍କର ଲଉଡ଼ି ମାନେ ବାଡ଼ି, ଆଉ ହୃଦ ରତ୍ନ, ହୃଦ ମାନେ ହୃଦୟ, ରତ୍ନହାରା ମାନେ ରତ୍ନହାର। ବୁଝିଲେ କି? ତାପରେ ମୋ ଜୀବନ ତୁହି ନୟନ ପ୍ରତିମା, ତତେ କି ପାଶୋରି ହେବ ମୋର ସୁଖ ସୀମା। ତୁ ହେଉଛି ମୋର ଜୀବନର ଜୀବନ, ମୋ ଜୀବର ଅର୍ଥ ମାନେ ଯେଉଁ ଜୀବନକୁ କୁହାଯାଉଛି, ଜୀବନର ତୁ ଜୀବନ ମାନେ ତୁ ଯଦି ନଥିବୁ ମୁଁ ନଥିବି, ସେଥିପାଇଁ କହୁଛି ତୁ ମୋର, ହେ କଳାମାଣିକ ତୁ ମୋର ଜୀବନର ଜୀବନ। କିଏ କହୁଛନ୍ତି? ମାତା ଯଶୋଦା କହୁଛନ୍ତି। ତୁ ପୁଣି ମୋର କ'ଣ? ନୟନ ପ୍ରତିମା ମାନେ ଆଖିର ପ୍ରତିଛବି ତୁ, ମୋ ଆଖିରେ ତୁ ସବୁବେଳେ ମୁଁ ତୋତେ ଦେଖେ, ତୋ ଆଖିରେ ମୋତେ ବି ମୁଁ ନିଜେ ଦେଖେ। ବୁଝିଲେ କି? ତୁ ମୋର ନୟନର ପ୍ରତିମା। ତତେ କି ପାଶୋରି ହେବ, ପାଶୋରିବା ମାନେ କ'ଣ ରେ ପିଲାମାନେ? ଭୁଲିଯିବା। ତତେ କ'ଣ କେହି ଭୁଲି ପାରିବ? ତୁ ବା ମୋର ନୟନ ପ୍ରତିମା, ତୁ ମୋର ଜୀବନର ଜୀବନ, ତୁ ମୋର ସୁଖ ସୀମା। ସୁଖ ସୀମା ମାନେ ମାନେ ଅତ୍ୟଧିକ ସୁଖ ଯେଉଁ ଯେତେବେଳେ ହେଇଯାଏ ସେଟାକୁ ସୀମା କୁହନ୍ତି। ତ ତୁ ମୋର ସେଇ ଅତ୍ୟଧିକ ଖୁସିର କାରଣ, ମାନେ ସୁଖର ସୀମା, ଲାଷ୍ଟ ଖୁସି ତୁ, ମାନେ ତୋତେ ମୁଁ ଭୁଲି ପାରିବିନି। ବୁଝିଲା କି? ତାପରେ ଡରୁ ଥାଉ ଅନ୍ଧାରକୁ, ରଖି ଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ତୁ ଯେତେବେଳେ ଅନ୍ଧାରରେ ଯାଉ, ଗାଈ ଚରିବାକୁ ଯାଉ, ସେତେବେଳେ ଅନ୍ଧାର ହେଇଗଲେ ଡରିଯାଉ, ସନ୍ଧ୍ୟା ହେଇଗଲେ ଡରିଯାଉ। ତୁ ଆଜି ଯେତେବେଳେ ଲେଟ୍ କରୁଛୁ, ମାନେ ଆସିବାଟା ବିଳମ୍ବ କରୁଛୁ, କ'ଣ ପାଇଁ? ଜନକ ଜନନୀ ସୁଖ କାହିଁକି ସାରୁଛୁ, ମାନେ ଆମକୁ କାହିଁକି ଦୁଃଖ ଦେଉଛୁ? ସୁଖ ସାରୁଛୁ ମାନେ କ'ଣ? ଦୁଃଖ କାହିଁକି ଦେଉଛୁ, ଆମକୁ କଷ୍ଟ କାହିଁକି ଦେଉଛୁ? ମାନେ ଜନକ ଜନନୀ ମାନେ ଏଠି କାହାକୁ କୁହାଯାଇଛି? ଶ୍ରୀକୃଷ୍ଣଙ୍କର ପିତାମାତାକୁ, ଯଶୋଦା ନନ୍ଦରାଜାକୁ କୁହାଯାଇଛି। ତୁ କାହିଁକି କ'ଣ ଆମ ସୁଖ ସାରୁଛୁ? ହେଲା, ବୁଝିଲେ କି ପିଲାମାନେ? ସାରୁ ମାନେ ଏଠି ଖାଇବା ସାରୁ ନୁହଁ, ମାନେ ସାରିବା। ତୁ କାହିଁକି ଆମ ସୁଖକୁ ମାନେ ସାରି ଦେଉଛୁ? ବୁଝିଲେ କି? ବୃଦ୍ଧ କାଳେ ତୁମୋହର ଏକଇ ନନ୍ଦନ, ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ଯେତେବେଳେ ବୁଢ଼ା କାଳରେ ଆମମାନଙ୍କର ତୁ ହେଉଛି ଏକମାତ୍ର ନନ୍ଦନ ମାନେ ସନ୍ତାନ। ହୃଦ ତାପ ବିନାଶନେ, ହୃଦର ତାପ, ହୃଦର ମାନେ ତାପ ମାନେ ଯେଉଁ ଗରମ, ହୃଦୟର ଯେତେବେଳେ ଗରମ କିଛି ଲାଗେ, ବିନାଶ କରିବାରେ ଯେମିତି ଆମେ ଚନ୍ଦନ ଲେପି ଦିଅନ୍ତି, ଚନ୍ଦନ ଲଗେଇଲେ କ'ଣ ଲାଗେ? ପୁରା ଥଣ୍ଡା ପଡ଼ିଯାଏ ସେ ଜାଗାଟା। ସେହିପରି ହୃଦୟର ତାପ ବିନାଶରେ ତୁ ହେଉଛି ଆମର ହରିଚନ୍ଦନ। ହରିଚନ୍ଦନ କ'ଣ କୁହାଯାଇଛି? ହରିଚନ୍ଦନ ମାନେ ଭଗବାନ ବିଷ୍ଣୁଙ୍କର ପାଖରେ ଯେଉଁ ଚନ୍ଦନ ଲେପନ କରାଯାଏ ତାକୁ ହରିଚନ୍ଦନ କୁହାଯାଏ। ତୁ ସେଇ ଆମର ହରିଚନ୍ଦନ, ଆମ ହୃଦୟର ତାପକୁ ବିନାଶ କରିବା ପାଇଁ, ନାଶ କରିବା ପାଇଁ ତୁ ହେଉଛି ଆମର ତୁ ହେଉଛି ସେଇ ହରିଚନ୍ଦନ। ବୁଝିଲା କି? ତାପରେ ମାତା ଯଶୋଦା କହୁଛନ୍ତି, ଗୋଟିକା ଅଧାମ ସର ନ ରୁଚଇ ତତେ, ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମତେ। ତାହେଲେ କହୁଛନ୍ତି କି ଗୋଟିକା ମାନେ କ'ଣ? ପେଡ଼ା। ଅଧାମ ମାନେ କ'ଣ? ଅଧାମ ମାନେ କ'ଣ? ରାବିଡ଼ି। ଗୋଟିକା ଆଉ ଅଧାମ, ଆଉ ଗୋଟେ କହୁଛି ସର, ଏସବୁ ତତେ ରୁଚେ ନା, ତତେ ପସନ୍ଦ ଲାଗେ ନା, ତୁ ଖାଉନା, କିନ୍ତୁ କ'ଣ ଖାଉ? ନାଚିକି ଲାଞ୍ଚ ମାଗୁ, ମୋତେ ଟିକେ ଦେ। କ'ଣ ମାଗୁ? ଲବଣୀ ମାଗିଥାଉ। ତାହେଲେ ଆମେ ଜାଣିଛନ୍ତି ପିଲାମାନେ, ଶ୍ରୀକୃଷ୍ଣଙ୍କର ସବୁଠାରୁ ପ୍ରିୟ ହେଉଛି ଲହୁଣୀ, ଯେଉଁଟାକି ଲହୁଣୀ ସେମାନେ ନାଚିକି ସେ ଜିଦ୍ଦି କରିକି ଲହୁଣୀ ଖାଆନ୍ତି, ଲୁଚେଇକି ଲହୁଣୀ ଖାଇଥାନ୍ତି। ତ ସେଥିପାଇଁ କହୁଛନ୍ତି ମାତା ଯଶୋଦା, ତତେ ଯେମିତିକି ଗୋଟିକା ଅଧାମ ତତେ ରୁଚେ ନା, କିନ୍ତୁ ତୁ କ'ଣ କରୁ? ନାଚିକି ଲାଞ୍ଚ ମାଗୁ ଲବଣୀ ଖାଇବା ପାଇଁ।
ତାପରେ ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି ତୋର ଦୁର୍ବଳ ଦେଖି କାହିଁ ପଶିବଇ ମୁଇଁ। ମୁଁ ଯେତେବେଳେ ତୋତେ ତୋଳିକି ଧରେ, ମାନେ ତୋଳିକି ଧରେ କ'ଣ ଫୁଲ ତୋଳିଲା ଭଳିଆ ତୋଳେ ନା, ତୁ ଆସୁଥାଉ ଦୌଡ଼ିକି ମୁଁ ତୋତେ ଯେତେବେଳେ ଧରି ପକାଏ ସେତେବେଳେ କ'ଣ ଗୋଳି ହୋଇଯାଉ, ମାନେ ଗୋଳି ମାନେ କ'ଣ ଗୋଳେଇ ଘାଣ୍ଟିଆ ନା, ସେ ଗୋଳେଇ ଘାଣ୍ଟିଆର ଅର୍ଥ ମାନେ ତୁ ମୋ ଲୁଗା ମାନେ ଲୁଗାରେ ମିଶି ଯାଉ, ମାନେ ଯେମିତିକି ନାହିଁ ତୁ ନଥିଲା ଭଳିଆ ଲାଗୁ, ମାନେ ଏତେ ପତଳା ତୁ ଦୁର୍ବଳ ଯେ ତୁ ମୋ ଦେହରେ ମିଶିଗଲା ଭଳି ଲାଗୁ। ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁଇଁ, ତୋ ଦୁର୍ବଳ ଦେଖିକି ମୋତେ ଭଲ ଲାଗେନା, ମାନେ ମାନେ ତୁ ଏତେ ଦୁର୍ବଳ ହେଇଯାଉ ଯେ ମୋ ଶାଢ଼ୀ କାନିରେ ତୁ ଲୁଚିଗଲା ଭଳି ଲାଗୁ, ମାନେ ଗୋଳି ହେଲା ଭଳିଆ ଲାଗୁ, ଜଣାପଡ଼େନା କି ମୁଁ ତୋତେ ଧରିଛି ବୋଲି। ତାପରେ ଡାକିନି ଲୋଭାନ୍ତି ବୋଲି ଡରୁଥାଏ ମନେ, ମାନେ ଡାହାଣୀ ମାନେ ଚରୁଥାନ୍ତି ବନରେ, ତୁ ଯଦି ଯାଇଛୁ ବଣକୁ ନେଇକି କିଛି ଗାଈପଲ ଚରେଇବା ପାଇଁ, ଗୋରୁପଲ ଚରେଇବା ପାଇଁ, ସେଠି କ'ଣ ଡାକିନି ମାନେ ଡାହାଣୀ ମାନେ ବୁଲୁଥିବାର ମୋତେ ଯେଉଁ ମାନେ ମୋତେ ଭାବେ କି ଡାହାଣୀ ମାନେ ବୁଲୁଥିବେ, ଡରୁଥାଏ କଥା ଭାବିକି ଡରୁଥାଏ। ତ କିନ୍ତୁ ବାରବାର ପାରୁଥାଏ ଯିବା ପାଇଁ, ମାନେ ସେଥିପାଇଁ ତୋତେ ବାରମ୍ବାର ମନା କରୁଥାଏ ତୁ ବଣକୁ ଯାଆନା, ହେଲେ ତୁ ପଳେଇଲୁ। ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କେମିତି। ମୋତେ ଲାଗୁଛି କି ନିଶାଚର ମାନେ ରାତିରେ ଯେଉଁମାନେ ବିଚରଣ କରନ୍ତି ତାଙ୍କୁ କୁହାଯାଏ ନିଶାଚର। ନିଶା ମାନେ ରାତି, ଚର ମାନେ ଚରିବା, ତ ରାତିରେ ଯିଏ ବିଚରଣ କରନ୍ତି, ଚାଲନ୍ତି, ବୁଲନ୍ତି ତାଙ୍କୁ ନିଶାଚର କୁହାଯାଏ। ତ ଏଗୁଡ଼ାକ ଚରିବାର ଶୁଭିଲାଣି, ମୋ କାନକୁ ଶୁଭିଲାଣି। ମୁଁ କାହିଁକି ତୋତେ ଛାଡ଼ିଦେଲି ବଣକୁ ମୁଁ ଏବେ ଭାବୁଛି, ମୁଁ ଡଙ୍କୁଣି, ଏଠି ମାତା ନିଜେ ଅସୁଧା ନିଜେ କହୁଛନ୍ତି, ମୁଁ ଡାହାଣୀ, ମୁଁ ଡଙ୍କୁଣି, ତୋତେ କାହିଁକି ମୁଁ ଛାଡ଼ିଦେଲି ବନକୁ ମୁଁ ଭାବୁଛି ଏବେ, ତୋତେ ମୋତେ ଛାଡ଼ିବାର ନଥିଲା। ତାପରେ କହୁଛନ୍ତି ଝାଳ ବୋହୁଥିବ ଅଙ୍ଗୁ ଲାଗି ଛାଞ୍ଚି ଖରା, ଶ୍ରମ ପାଇଁ ତରୁ ତଳେ ବସିଥିବୁ ପରା। ଯେଉଁ ଛାଞ୍ଚି ଖରା ମାନେ ଖରା ଟାଣ ହେଲେ ଯେଉଁ ତୋ ଦେହରୁ ଝାଳ ବୋହୁଥିବ, ଅଙ୍ଗ ବାଟି ଦେଇକି ବୋହୁଥିବ, ଶ୍ରମ ପାଇ ତରୁ ତଳେ ବସିଥିବୁ ପରା, ପରିଶ୍ରମ ଶ୍ରମ ଅତ୍ୟଧିକ କ୍ଳାନ୍ତ ଅନୁଭବ କରିକି ତୁ ତରୁ ମାନେ କ'ଣ ଗଛ ତଳେ ତୁ ବସିଥିବୁ ବୋଲି ମୁଁ ଭାବୁଛି, ସେଥିପାଇଁ ଲେଟ୍ ହେଇଛି। ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁପାଦ ଚିନ୍ତା। ତୁ କ'ଣ ପାଇଁ ତୋ ଛତା ମାନେ କଠଉ ଛତା କାହିଁକି ନେଲୁନି। କଠଉ ମାନେ କ'ଣ, କଠଉ ଯେଉଁ ଆଗରୁ ଜୋତା ବଦଳରେ ଯେଉଁ କଠଉ ପିନ୍ଧନ୍ତି, ଖାଲି ଗୋଟେ ମାନେ ଆଙ୍ଗୁଳି ପଶିବା ପାଇଁ ଥିବ, ଆଉ ସବୁ କାଠରେ ହେଇଥିବ, ସେଗୁଡ଼ାକ କାଠରେ ପୁରା ହେଇଥିବ, ସେଟା କଠାଉ କୁହାଯାଏ। ତ ତୁ କ'ଣ ପାଇଁ ତୋ କଠାଉ ଛତା ନେଲୁନି। ବନେ କଣ୍ଟା ଲାଗି ହୁଏ ମୃଦୁପାଦ ଚିନ୍ତା, ବଣରେ କଣ୍ଟା ଲାଗିକି ମାନେ ମୋର ତୋର କୋମଳ, ମୃଦୁ ମାନେ କ'ଣ କୋମଳ ପାଦରେ କଣ୍ଟା କାଳେ ଲାଗିଯିବ କି, ମୋର ସେଥିପାଇଁ ଚିନ୍ତା ହେଉଛି, କଣ୍ଟା କାଳେ ଫୁଟିଯିବ କି, ତୁ ତ ଛତା ନେଇନୁ, କଠଉ ନେଇନୁ ପିନ୍ଧିବା ପାଇଁ, ତୁ ବଣରେ କାଳେ କଣ୍ଟା ଫୁଟି ଯାଇଥିବ କି, ସେଥିପାଇଁ ତ ଲେଟ୍ ହେଉଛି, ସେଥିପାଇଁ ମୋତେ ଚିନ୍ତା ଲାଗୁଛି। ବୁଝିପାରିଲ ପିଲାମାନେ, ଏଠି ମାତା ଯଶୋଦା କେତେ ଚିନ୍ତା କରୁଛନ୍ତି, ଚିନ୍ତା କରିକି କେତେ କହୁଛନ୍ତି ତାଙ୍କ ବିଷୟରେ। ତାପରେ କହୁଛନ୍ତି ଲାଷ୍ଟରେ, କାନ ଡେରି ଥାଇ ଏକା ତୋବେଣୁ ଗୀତକୁ, ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ। ସବୁବେଳେ ତୁ କାନ ଡେରି ଥାଏ, ତୁ ବଇଁଶୀ ବଜାଉ ତୋ ବେଣୁ ଗୀତକୁ ମୁଁ କାନ ଡେରି ଥାଏ, ମୋତେ ସବୁବେଳେ ଶୁଭେ, କିନ୍ତୁ ଆଜି ମୋତେ ଶୁଭୁନି, କ'ଣ ପାଇଁ ଶୁଭୁନି ଏ କଥା ମୁଁ ଭାବିକି ଚିନ୍ତିତ ହେଇଗଲିଣି, କ'ଣ ପାଇଁ ଶୁଭୁନି ତୋ ବେଣୁ ଗୀତ, କ'ଣ ପାଇଁ ଶୁଭୁନି ବୋଲି ମୁଁ ଚିନ୍ତା କରୁଛି। ଆଚ୍ଛା ପିଲାମାନେ, ଏହା ଥିଲା ତୁମର ବିଷୟ ମାନେ କବିତାଟି ଭଲ ଭାବରେ ପିଲାମାନେ ବୁଝିଲ। ଯଦି କବିତାଟି ଭଲ ଲାଗିଥାଏ ନିହାତି କମେଣ୍ଟରେ କହିବ। ତ ଯଦି ନୂଆ କରି ଚ୍ୟାନେଲକୁ ଆସିଥିବ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ଏଇଭଳି ଡେଲି ତୁମର ସ୍କୁଲ ରିଲେଟେଡ଼୍ ବହି ବିଷୟବସ୍ତୁ ତୁମ ପାଖରେ ମିଳିଯିବ, ମାନେ ଯେଉଁ ଭିଡ଼ିଓ ମିଳିଯିବ। ବୁଝିଲ ପିଲାମାନେ, ତ ପର କ୍ଲାସ୍ରେ ଆମେ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା।